ଏହି କେଇପଦ କଥା ଆପଣଙ୍କୁ ଜୀବନ ଜିଆଇବା ଶିଖାଇଦେବ। ସବୁଠାରୁ ଭଲ ସମୟର ମଜା ନେବାକୁ ହେଲେ ସବୁଠାରୁ ଖରାପ ସମୟକୁ ଆପଣଙ୍କୁ ଅତିକ୍ରମ କରିବାକୁ ପଡ଼ିବ। ଆପଣଙ୍କ ପାଠ ଆପଣଙ୍କ ମୁଣ୍ଡରେ ଅଛି, ହେଲେ ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତ ମୁଠାରେ ଅଛି। ଦୌଲତ ଦ୍ୱାରା, ଧନ ସମ୍ପତ୍ତି ଦ୍ୱାରା ଆପଣ ସୁଖ ସୁବିଧା କିଣିପାରିବେ, ହେଲେ ଶାନ୍ତି କିଣିପାରିବେ ନାହିଁ। ଯଦି ଦୌଲତ ଦ୍ୱାରା ଶାନ୍ତି କିଣାଯାଇ ପାରୁଥାନ୍ତା, ଏ ବଡ଼ ବଡ଼ିଆ ଲୋକମାନେ ନିଦ ବଟିଆ ଖାଇ କାହିଁକି ଶୁଅନ୍ତେ? ଯେଉଁ ନିଷ୍ପତ୍ତି ନେବାକୁ ବହୁତ କଠିନ ଲାଗେ, ଯେଉଁ ନିଷ୍ପତ୍ତି ନେବାକୁ ବହୁତ ସମୟ ଲାଗେ, ସେଇ ନିଷ୍ପତ୍ତି ହିଁ ଆପଣଙ୍କ ଜୀବନକୁ ବଦଳାଇ ଦେଇଥାଏ। ପଇସା ଏମିତି ଏକ ଜିନିଷ ଯାହା ପାଖରେ ଥିଲେ ଅଜଣା ଲୋକମାନେ ମଧ୍ୟ ଆପଣଙ୍କର ନିଜର ବନିଯାଆନ୍ତି। ଆଉ ଯଦି ପଇସା ପାଖରେ ନାହିଁ ନା, ତାହେଲେ ନିଜ ଲୋକମାନେ କେତେବେଳେ ଯେ ଆପଣଙ୍କ ପାଖରୁ ଦୂରେଇ ଯାଆନ୍ତି କହିହେବ ନାହିଁ। ତେଣୁ ଚେଷ୍ଟା କରନ୍ତୁ କିଛି ଉପାର୍ଜନ କରିବାକୁ। ଯଦି ଭଲ ପାଇବା ପ୍ରକୃତ ହୋଇଥାଏ, ତେବେ ମନେ ରଖନ୍ତୁ, ଝଗଡ଼ା ଯେତେ ବଡ଼ ହେଲେ ମଧ୍ୟ ସମ୍ପର୍କ ନଷ୍ଟ ହୁଏ ନାହିଁ। ସମ୍ପର୍କ ସେମିତି ଅମ୍ଳାନ ରହିଥାଏ। ମନରେ ବିଶ୍ୱାସ ଅଛି ତ ଜିତ୍ ନିଶ୍ଚିତ। ଯଦି ଆପଣ ଶଙ୍କାକୁଳ ମନରେ କିଛି କରିବାର ପ୍ରୟାସ କଲେ, ଯଦି ସେଲ୍ଫ ଡାଉଟ୍ କଲେ, ତାହେଲେ ଆପଣ ହାରିବା ନିଶ୍ଚିତ ଅଟେ। ହୃଦୟର ସହିତ ଯଦି ସମ୍ପର୍କ ଲିଭେଇବାକୁ ଆପଣ ଚେଷ୍ଟା କରିବେ ନା, ଇମୋସନାଲ୍ ହେଇ ସମ୍ପର୍କକୁ ଯଦି ଜାବୁଡ଼ି ଧରିବେ, ତେବେ ଲେଖି ରଖନ୍ତୁ, ଆପଣ ହିଁ କଷ୍ଟ ପାଇବେ। ରୁଟି ଯେତେବେଳେ ଦୁଇ ପଟରୁ ସେକାଯାଏ, ସେତେବେଳେ ରୁଟି ଖାଇବାକୁ ଭଲ ଲାଗେ। ଠିକ୍ ସେମିତି ସମ୍ପର୍କ ଯେତେବେଳେ ଦୁଇ ପଟରୁ ଲିଭାଯାଏ, ସେତେବେଳେ ସମ୍ପର୍କରେ ମିଠାସ ଆସିଥାଏ। ଏହି କଥା ଗୁଡ଼ିକୁ ମନେ ରଖନ୍ତୁ ଏବଂ ଆଗକୁ ବଢ଼ନ୍ତୁ। ରହୁଛି, ନମସ୍କାର।